ସୁଭଦ୍ରା ଯୋଜନାରେ ଖୁସି ଖବର, ଏମାନଙ୍କୁ ମିଳିବ 15,000 ଟଙ୍କା। ଏନେଇ ସରକାରଙ୍କ ତରଫରୁ ଆସିଗଲା ଆଉ ଏକ ବଡ଼ ଘୋଷଣା। ଯଦି ଆପଣ ବି ସୁଭଦ୍ରା ସ୍କିମ୍ରେ ଆବେଦନ କରିଛନ୍ତି, ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି, ଏମିତିକି ଯେଉଁମାନେ ବି ଟଙ୍କା ପାଇଛନ୍ତି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖି ରଖନ୍ତୁ। ଦେଖନ୍ତୁ, ସୁଭଦ୍ରାର ଆବେଦନ ଶେଷ ତାରିଖ ମାର୍ଚ୍ଚ 31। ଅଗଷ୍ଟରେ ମିଳିବ 15,000 ଟଙ୍କା। ତେବେ କେଉଁମାନେ ପାଇବେ ଜାଣିବା ଡିଟେଲରେ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ସୁଭଦ୍ରା ଟଙ୍କା ଚଳିତ ମାସ 8 ତାରିଖରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ତେବେ ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇନଥିଲେ, ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ 2ଟି କିସ୍ତିର ଟଙ୍କା 10,000 ଦେଇଛନ୍ତି। ଆଉ ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ଅଛନ୍ତି, ସେମାନେ ଏକାଥରକେ 3ଟି ଯାକ କିସ୍ତି ପାଇବେ ବୋଲି ରାଜ୍ୟ ସରକାର ପୂର୍ବରୁ କହିସାରିଛନ୍ତି। ଏହାଛଡ଼ା ମଧ୍ୟ ଏହା ବି ସୂଚନା ରହିଛି, ମାର୍ଚ୍ଚ 31ରେ ସୁଭଦ୍ରା ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ ମଧ୍ୟ କରିବେ ସରକାର। ତେବେ ଡୋର ଟୁ ଡୋର ଯାଇ 1-to-1 ସର୍ଭେ କରିବେ ଅଧିକାରୀ। ଫିଲ୍ଡ ଭେରିଫିକେସନ ପରେ ଯାହା ରହିଯିବ, ରକ୍ଷାବନ୍ଧନରେ ଏକା ସଙ୍ଗେ 3ଟି କିସ୍ତି ମିଳିବ। ତେବେ ଜାଣନ୍ତୁ, ଯଦି ଆପଣ ବି ଏପର୍ଯ୍ୟନ୍ତ ସୁଭଦ୍ରାରେ ଗୋଟିଏ ବି କିସ୍ତି ପାଇନାହାନ୍ତି, ତେବେ ମାର୍ଚ୍ଚ 31 ପରେ ସର୍ଭେ କରିବେ ସରକାର। ଆଉ ଅଗଷ୍ଟରେ ରକ୍ଷାବନ୍ଧନରେ ଆପଣଙ୍କୁ ମଧ୍ୟ ମିଳିଯିବ 3ଟି କିସ୍ତିର ଏକାବେଳେ 15,000 ଟଙ୍କା। ଏହାଛଡ଼ା ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ କିସ୍ତି ମିଳିଛି ଆଉ ଏ ସେକେଣ୍ଡ କିସ୍ତି ମିଳିନାହିଁ। ତେବେ ସେମାନଙ୍କୁ ସେକେଣ୍ଡ ଆଉ ଥାର୍ଡ ଦୁଇଟି ଯାକ ମିଶିକି 10,000 ଟଙ୍କା ମିଳିବ ମଧ୍ୟ ରକ୍ଷାବନ୍ଧନରେ। ଏମିତି ବି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କର ଏବେ ବି ଅଣ୍ଡର ପ୍ରୋସେସରେ ପଡ଼ିଛି। ତେବେ ସେମାନଙ୍କୁ ଯାହାକି ଡୋର ଟୁ ଡୋର ସର୍ଭେ କରିବେ, ଏମିତିକି ଫିଜିକାଲ ଭେରିଫିକେସନ କରିବେ, ଯାହାଦ୍ୱାରା ସରକାର ସେମାନଙ୍କୁ କାହିଁକି ଟଙ୍କା ଯାଉନାହିଁ ତାପରେ ମଧ୍ୟ ଆପ୍ରୁଭ କରିବା ପରେ ସେମାନଙ୍କୁ ବି ଅଗଷ୍ଟ ମାସରେ ମିଳିଯିବ ଟଙ୍କା। ତେବେ ଏ ରହିଛି ଅପଡେଟ୍। କିନ୍ତୁ ତା ପୂର୍ବରୁ ଆପଣ ସମସ୍ତଙ୍କୁ ଡିବିଟି ଏନାବଲ୍ଡ ଆକାଉଣ୍ଟ କରାଇ ନେଇଥିବା ଜରୁରୀ, ନଚେତ୍ ସରକାର ଟଙ୍କା ପଠାଇଲେ ବି ଆପଣଙ୍କ ଠାରେ ପହଞ୍ଚି ପାରିବ ନାହିଁ, ଯାହାକି ଆପଣଙ୍କ ଖାତାରେ ଡିପୋଜିଟ୍ ମଧ୍ୟ ହେବ ନାହିଁ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ଚେକ୍ କରିଦିଅନ୍ତୁ।